ବନ ବିଭାଗର ଅକ୍ଳାନ୍ତ ପରିଶ୍ରମରେ ଖାଲରୁ ଉଦ୍ଧାର ହେଲା ହାତୀଛୁଆ। ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡ ଅନ୍ତର୍ଗତ ପକ୍କାମୁଣ୍ଡା ଜଙ୍ଗଲରେ ରହୁଥିଲେ ହାତୀପଲ। ସେହି ଜଙ୍ଗଲ ମଧ୍ୟରେ ଖୁବ୍ ଶାନ୍ତିରେ ରହିଥିଲେ ହାତୀପଲ। ଜଙ୍ଗଲର ଚରାଭୂଇଁରେ ହାତୀମାନେ ଖେଳକୁଦରେ ମାତିଥାନ୍ତି, କିନ୍ତୁ ସେହି ଖେଳକୁଦ ମଧ୍ୟରେ କେତେବେଳେ କାହା ପାଇଁ କେଉଁଠି ବିପଦ ଛକି ବସିଥାଏ, ତାହା ଅଦୃଶ୍ୟ ହୋଇ ରହିଥାଏ। ଠିକ୍ ସେମିତି ଏକ ସମୟ ହାତୀ ପାଖକୁ ଚାଲି ଆସିଥିଲା। ଜଙ୍ଗଲରେ ଚଳପ୍ରଚଳ କରିବା ବେଳେ ହଠାତ୍ ହାତୀଛୁଆଟି ଏକ ଖାଲ ମଧ୍ୟକୁ ପଡ଼ିଯାଇଥିଲା। ହାତୀଛୁଆ ଖାଲରେ ପଡ଼ିଯିବା ଦେଖି ମା ହାତୀ ଏବଂ ଅନ୍ୟ ହାତୀମାନେ ଆସି ରୁଣ୍ଡ ହୋଇଯାଇଥିଲେ। କେମିତି ହାତୀଛୁଆ ସେହି ଖାଲରୁ ଉଦ୍ଧାର ହୋଇପାରିବ, ଭାଳେଣି ପଡ଼ିଯାଇଥିଲା ହାତୀପଲଙ୍କ ଉପରେ। କିନ୍ତୁ ଉପାୟ ଖୋଜି ଖୋଜି ଉପାୟ ଶୂନ୍ୟ ହୋଇଯାଇଥିଲେ ହାତୀପଲ। ଖାଲ ମଧ୍ୟରେ ହାତୀଛୁଆଟି ପଡ଼ି ମୁକ୍ତି ପାଇବା ପାଇଁ ସଂଘର୍ଷ କରୁଥାଏ, କିନ୍ତୁ ସେ ମଧ୍ୟ ଉପାୟ ଶୂନ୍ୟ। ଏପଟେ ମା ହାତୀ ନିଜ ଛୁଆକୁ ଉଦ୍ଧାର କରିବାର କୌଶଳ ପାଇପାରୁ ନଥାଏ। ମା ହାତୀ ଚିନ୍ତାରେ ପଡ଼ି କେବଳ ହାତୀଛୁଆର ଗତିବିଧିକୁ ନଜର ଦେଉଥାଏ। ସମୟକ୍ରମେ କୌଣସି ସୂତ୍ରରୁ ଖବର ପାଇଗଲେ ବନ ବିଭାଗ। ତୁରନ୍ତ ଡେରି ନ କରି ବନ ବିଭାଗ ଦ୍ୱାରା ଉଦ୍ଧାରକାରୀ ଦଳ ପହଞ୍ଚିଗଲେ ଘଟଣାସ୍ଥଳରେ। ଛୁଆ ହାତୀର ଦୟନୀୟ ଅବସ୍ଥା ଦେଖି ଉଦ୍ଧାର କାର୍ଯ୍ୟ ପାଇଁ ବନ ବିଭାଗ ପ୍ରୟାସ ଜାରି କଲେ, କିନ୍ତୁ ମା ହାତୀ ଏବଂ ଅନ୍ୟ ହାତୀପଲ ପାଖରେ ଜଗି ରହିଥିବା ଯୋଗୁଁ ଉଦ୍ଧାର କାର୍ଯ୍ୟ ସମ୍ଭବ ହୋଇପାରି ନଥିଲା। ଶତ ଚେଷ୍ଟା କଲେ ମଧ୍ୟ ମା ହାତୀ ଏବଂ ଅନ୍ୟ ହାତୀମାନେ ବିପଦରେ ପଡ଼ିଥିବା ଛୁଆ ହାତୀକୁ ଛାଡ଼ି ଯାଉନଥିଲେ। ଚିନ୍ତାରେ ପଡ଼ିଯାଇଥିଲେ ବନ ବିଭାଗର ଉଦ୍ଧାରକାରୀ ଦଳ। ତେବେ ବନ ବିଭାଗ ସ୍ଥିତି ଉପରେ ନଜର ରଖିବା ସହିତ ଏସିଏଫ୍ ମଦନ ମୋହନ ମହାନ୍ତ, ରେଞ୍ଜର ପ୍ରଶାନ୍ତ କୁମାର ସ୍ୱାଇଁ, ଫରେଷ୍ଟର ସୁରମୋହନ ବେହେରାଙ୍କ ସହିତ ଅନ୍ୟ କର୍ମଚାରୀମାନେ ଉଦ୍ଧାର କାର୍ଯ୍ୟ ନିମନ୍ତେ ଘଟଣାସ୍ଥଳରେ ସଜାଗ ରହିଥାନ୍ତି। ସମୟ ବଢ଼ି ବଢ଼ି ଚାଲିଥାଏ। ହାତୀଛୁଆ ଖାଲରେ ପଡ଼ି ମୁକ୍ତି ପାଇବା ପାଇଁ ବିକଳରେ ଚାହିଁ ରହିଥାଏ। ହାତୀଛୁଆକୁ ଛାଡ଼ି ମା ହାତୀ ଯାଉଛି ନା ଅନ୍ୟ ହାତୀମାନେ ଯାଉଛନ୍ତି? କେମିତି ଛୁଆ ହାତୀକୁ ଉଦ୍ଧାର କରିବେ ବନ ବିଭାଗ? ଅବଲମ୍ବନ କରିଲେ ଭିନ୍ନ ଏକ କୌଶଳ। ତେବେ ଖାଲରେ ପଡ଼ି ହାତୀଛୁଆଟି ଛିଡ଼ା ହେବାର କୌଣସି ସମସ୍ୟା ହେଉଥିବା ଅନୁମାନ କରୁଥିଲେ ବନ ବିଭାଗ। ବନ ବିଭାଗ ପକ୍ଷରୁ ଅକ୍ଳାନ୍ତ ପରିଶ୍ରମ କରି ଜେସିବି ସାହାଯ୍ୟରେ ମା ହାତୀ ଏବଂ ଅନ୍ୟ ହାତୀମାନଙ୍କୁ ଘଉଡ଼ାଇଲେ। ତାପରେ ହାତୀଛୁଆ ଉପରେ ପ୍ରୟୋଗ କଲେ ନିଶ୍ଚେତକ। ତାପରେ ଲାଗିପଡ଼ିଲେ ହାତୀଛୁଆକୁ ସୁରକ୍ଷିତ ଭାବରେ ଉଦ୍ଧାର କରିବାର ସଂଗ୍ରାମ। ଘଟଣାସ୍ଥଳରେ ଦେଖାଦେଲା ଜନଗହଳିର ପରିବେଶ। ଜନଗହଳିକୁ ନିୟନ୍ତ୍ରଣ କରିବା ପାଇଁ କରଞ୍ଜିଆ ଉପଖଣ୍ଡ ପୋଲିସ ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ଥାନା ଅଧିକାରୀଙ୍କ ନେତୃତ୍ୱରେ ପୋଲିସ ବାହିନୀ ଘଟଣାସ୍ଥଳରେ ଉପସ୍ଥିତ ରହିଲେ। ଉଦ୍ଧାରକାରୀ ଦଳରେ ବାରିପଦା ଏବଂ କେନ୍ଦୁଝରର ବିଶେଷଜ୍ଞଙ୍କ ସହ କରଞ୍ଜିଆ ବନ ବିଭାଗର ଠାକୁର ଦାସ ହେମ୍ବ୍ରମ, ହରିଶ୍ଚନ୍ଦ୍ର ବେହେରା, ଚନ୍ଦ୍ରଭାନୁ ମହାନ୍ତ, ପ୍ରଭାତ ରଞ୍ଜନ ଦାସ, କ୍ଷୀରୋଦ କୁମାର ମହାନ୍ତଙ୍କ ସହିତ ସମସ୍ତ କର୍ମଚାରୀ ସାମିଲ ଥିଲେ। ବ୍ୟୁରୋ ରିପୋର୍ଟ, এবি ନ୍ୟୁଜ।